ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଯେହେତୁ ମୋର ବହି ଗୋଲ୍ଡେନ୍ ରୁଲ୍ସ ଅଫ୍ ମେଡ଼ିକାଲ ଆଷ୍ଟ୍ରୋଲୋଜି ନିକଟ ଭବିଷ୍ୟତରେ ବୁକିସ୍ ଇଣ୍ଡିଆ ଗୋଟେ ଲିଡ଼ିଂ ବୁକ୍ ସେଲର ଅଫ୍ ଇଣ୍ଡିଆ ତା ଦ୍ୱାରା ପବ୍ଲିଶ ହେବାକୁ ଯାଉଛି। ସେହି ସନ୍ଦର୍ଭରେ ମୁଁ ମେଡ଼ିକାଲ ଆଷ୍ଟ୍ରୋଲୋଜି ଯେଉଁଟାକୁ ମୁଁ ଚିକିତ୍ସା ଜ୍ୟୋତିଷ ବୋଲି କହେ ତାପରେ ମୁଁ କିଛି ଭିଡ଼ିଓ ବନାଉଛି। କହିବାର ଉଦ୍ଦେଶ୍ୟ ହେଲା ଯେଉଁ ଟପିକ୍ ଉପରେ ମୁଁ ପଢ଼ିଛି, ଲେଖିଛି ଏବଂ ବହି ପବ୍ଲିଶ କରିଛି ତାପରେ ମୋର ଫୁଲ୍ ଅଥରିଟି ଅଛି କହିବାର। ଆପଣମାନଙ୍କୁ ବି ଅନୁରୋଧ, ପ୍ରଥମେ ପଢ଼ନ୍ତୁ, ଲେଖନ୍ତୁ, ପବ୍ଲିଶ କରନ୍ତୁ, ତାପରେ କୁହନ୍ତୁ ନାକି ଆପଣ ମନକୁ ଗୋଟେ ଯାହା ଆସୁଛି କହିଦିଅନ୍ତୁ। ଜ୍ୟୋତିର୍ବିଦ ମୋର ବନ୍ଧୁ ଏବଂ ଶତ୍ରୁ ଜ୍ୟୋତିର୍ବିଦ ମାନଙ୍କୁ ଅନୁରୋଧ, ସେମିତି କହିବା ଦ୍ୱାରା ଜ୍ୟୋତିଷରେ ଗୋଟେ ଇଣ୍ଟିଗ୍ରିଟି ମେଣ୍ଟେନ୍ ହେଇକି ରହିବ ଏବଂ ଯେଉଁଟା ଫ୍ୟାକ୍ଟ ସେଟା ଆସିବ ପଦାକୁ। ଆଜି ମୁଁ କହିବି ଚିକିତ୍ସା ଜ୍ୟୋତିଷରେ ଚନ୍ଦ୍ର। ଦେହରେ ଥିବା ରକ୍ତ ଚନ୍ଦ୍ରଙ୍କ ସହିତ ଆସୋସିଏଟେଡ୍। ପୃଥିବୀରେ ଯେଉଁ ରକ୍ତ ଗୁଡ଼ା ଅଛି ସେଗୁଡ଼ା ବି ଚନ୍ଦ୍ରଙ୍କ ସହିତ ଆସୋସିଏଟେଡ୍। ମାନେ ପୃଥିବୀ ପୃଷ୍ଠସ୍ଥ ପାଣି ଚନ୍ଦ୍ରଙ୍କ ସହିତ ଆସୋସିଏଟେଡ୍। ପୂର୍ଣ୍ଣିମା ହେଲା, ଲହରୀ ଉଠିଲା। ସେଇ କାରଣରୁ ପୂର୍ଣ୍ଣିମା ଦିନ ଆମର ମାନସିକ ସ୍ଥିତିଟା ଟିକେ ଇମ୍ବାଲାନ୍ସ ହୁଏ। ବ୍ଲଡ଼ ପ୍ରେସର ଅଟୋମେଟିକାଲି ଉପରକୁ ଆସିଲା। ତ ଶରୀରରେ ଥିବା ରକ୍ତ ଚନ୍ଦ୍ରର କାରକତ୍ୱ। ରକ୍ତରେ ଥିବା ରକ୍ତ କଣିକା ଯେଉଁଟା ଆମର ଲୋହିତ ରକ୍ତ କଣିକା ବା କୁହାଯାଏ, ଯେଉଁଟା ରେଡ୍ ବ୍ଲଡ଼ କର୍ପୂକଲ୍ସ ବା RBCs। ଯଦି ବ୍ଲଡ଼ର ସେଣ୍ଟ୍ରିଫ୍ୟୁଜନ୍ ଟେକ୍ନିକ୍ ଆପଣ କରିଥିବେ, ଯେମିତିକି ମୁଁ ନିଜେ କରିଛି ବ୍ଲଡ଼ ସେଣ୍ଟ୍ରିଫ୍ୟୁଜନ୍ ଯେତେବେଳେ ମୁଁ ପୋଷ୍ଟ ଗ୍ରାଜୁଏସନ୍ ହ୍ୟୁମାନ୍ ବାୟୋଲୋଜିରେ ପଢ଼ୁଥିଲି। ସେଥିଲାଗି ମୁଁ କୁହେ ମେଡ଼ିକାଲ ଆଷ୍ଟ୍ରୋଲୋଜି ଉପରେ କିଛି କହିବାକୁ ହେଲେ ଆପଣଙ୍କର ବାୟୋଲୋଜି ଉପରେ ନଲେଜ ଥିବା ଦରକାର। ସାଂସ୍କ୍ରିଟ ୟୁନିଭର୍ସିଟିରେ ପଢ଼ିଥିବା ସ୍କଲାର ମାନେ ମେଡ଼ିକାଲ ଆଷ୍ଟ୍ରୋଲୋଜିରେ କେବେ ବି ଭଲ କରିପାରିବେ ନାହିଁ। ତ ଯେଉଁ RBC ରହିଲା, ସେ RBCଟା ହେଲା ମଙ୍ଗଳର। ଶ୍ୱେତ ରକ୍ତ କଣିକା ବା WBC ଯେଉଁଟାକି ବେସିକାଲି ଇମ୍ୟୁନିଟିକୁ ଦର୍ଶାଏ, ସେଇଟା ସୂର୍ଯ୍ୟଙ୍କର। କିନ୍ତୁ ସେରମ୍ ବା ଯେଉଁଟା ବ୍ଲଡ଼ ପ୍ଲାଜମା ବୋଲି କୁହାଯାଏ ସେଇଟା ହେଲା ଚନ୍ଦ୍ରର। ସେରମ୍ଟା 70 to 80% ବ୍ଲଡ଼। 70% ତ ଟୋଟାଲ ବ୍ଲଡ଼ରେ ଆମର ଯେତିକି ଶରୀରରେ ଯେତେ ପରସେଣ୍ଟ ପାଣି କହିଲେ ଚନ୍ଦ୍ରଙ୍କର। ଯଦି ଆପଣଙ୍କର ବ୍ଲଡ଼ରେ RBC କମିଯାଉଛି, ସେଟା ଚନ୍ଦ୍ରଙ୍କ କାରକତ୍ୱ ନୁହେଁ, ସେଟା ମଙ୍ଗଳଙ୍କ ଦ୍ୱାରା କମିଯାଉଛି। ମୋର ଆଇରନ୍ କମିଗଲା, ମୋତେ ଦିଅନ୍ତୁ ଖାଇବାକୁ। ସେଥିଲାଗି ରେଡ୍ ଜିନିଷ ଗୁଡ଼ାକରେ ବି RBC ଆଉ ଆଇରନ୍ ଥାଏ, ଯେମିତିକି ସେ ଗାଜର କୁହନ୍ତୁ କି ଶାଲଗମ୍ କୁହନ୍ତୁ, କାରଣ ଇଟ୍ ଇଜ୍ ଆସୋସିଏଟେଡ୍ ୱିଥ୍ ମାର୍ସ ବା ମଙ୍ଗଳ ସହିତ ଏଟା ଆସୋସିଏଟେଡ୍। ତେବେ ଆମେ ଚନ୍ଦ୍ରଙ୍କ ବିଷୟରେ ଆଲୋଚନା କରୁଛନ୍ତି। ବ୍ଲଡ଼ ପ୍ରେସର ଆପଣଙ୍କର ଅଧିକ ରହିବା ପାଇଁ ହେଲେ ଆପଣ ଚନ୍ଦ୍ର ଜାତକରେ ଖରାପ ଥିବାର ଅଛି। ଖରାପ ମାନେ ଚିକିତ୍ସା ଜ୍ୟୋତିଷ ସନ୍ଦର୍ଭରେ ମୁଁ ଏଟା ବି କହି ରଖିବାକୁ ଚାହୁଁଛି।
ଷଷ୍ଠ ଅଧିପତି ସହିତ କିଛି ତାର ଆସୋସିଏସନ୍ ଥିବ, ଅଷ୍ଟମ ଅଧିପତି ସହିତ ଆସୋସିଏସନ୍ ଥିବ, ଦ୍ୱାଦଶ ଅଧିପତି ସହିତ ଆସୋସିଏସନ୍ ଥିବ, କିମ୍ବା ଏ ତିନିଟା ଅଧିପତିଙ୍କର ନବାଂଶକୁ ଚନ୍ଦ୍ର ଯାଉଥିବ। ଏଇମାନେ ଦୃଷ୍ଟି ଦେଉଥିବେ ଚନ୍ଦ୍ରକୁ, ସେମାନଙ୍କ ସହିତ ଯୁକ୍ତ ହୋଇକି ବସୁଥିବେ ଚନ୍ଦ୍ର, ସେମାନଙ୍କ ଦ୍ୱାରା ଦୁଷ୍ଟ ହେଉଥିବେ, ସେମାନଙ୍କ ନବାଂଶକୁ ଯାଇଥିବେ, କିମ୍ବା ସେମାନଙ୍କ ଘରେ ବି ଯଦି ବସିଥାନ୍ତି ଚନ୍ଦ୍ର, ଷଷ୍ଠ ଘରକୁ ଗଲା, ଅଷ୍ଟମ ଘରକୁ ଗଲା, ତାହେଲେ ଏଇ ଜାଗାରେ ଆମେ କହିବା ମେଡ଼ିକାଲି ଆପଣଙ୍କର ସେ ରୋଗଟା ଆସିବ। କାରଣ ରୋଗ ଦେବାର କାରକତ୍ୱ ହେଲା ଏ ତିନିଟା ଗ୍ରହର 6, 8, 12, ଯଦି ବେସିକାଲି 6, 8 ଆପଣଙ୍କର ଲଙ୍ଗ୍ ଟର୍ମ ରୋଗ ଗୁଡ଼ା ଦିଏ। ଅଷ୍ଟମ ଅଧିପତିରେ ଆପଣଙ୍କୁ ଲଙ୍ଗ୍ ଟର୍ମ ରୋଗ ଦିଏ, ଷଷ୍ଠ ଅଧିପତି ଆପଣଙ୍କୁ ସର୍ଟ ଟର୍ମ ରୋଗ ଦିଏ। ଲଗ୍ନେଶ ଯଦି ଷଷ୍ଠରେ ଥାଏ, ସେ ଲୋକକୁ ଫ୍ରିକ୍ୱେଣ୍ଟଲି ଛୋଟ ଛୋଟ ରୋଗ ହେବ ସିନା, କିନ୍ତୁ ସେ ହସ୍ପିଟାଲାଇଜ୍ ହେବନି। ତେବେ ଛାଡ଼ନ୍ତୁ, ଚନ୍ଦ୍ର ଯଦି ଏଇ ସ୍ଥିତିରେ ଥାଏ, ତାହେଲେ ଆପଣଙ୍କର ଉଚ୍ଚ ରକ୍ତଚାପ ହେବ। ମୋତେ ଲାଗୁଛି ଆଜିକା ଡେଟ୍ରେ ଏଇଟା ଗୋଟେ ବଡ଼ ରୋଗ, ବ୍ଲଡ଼ ପ୍ରେସର, ଯେଉଁଟାକି ଚନ୍ଦ୍ର ଦେଇପାରିବ। କିନ୍ତୁ ବ୍ଲଡ଼ କ୍ୟାନ୍ସର ଯଦି ହେଉଛି, ସେଠି ଆପଣଙ୍କୁ ପୁଣି ମଙ୍ଗଳକୁ ଦେଖିବାକୁ ପଡ଼ିବ। କାରଣ ବ୍ଲଡ଼ର କମ୍ପୋଜିସନ୍ କେବଳ ପ୍ଲାଜମା ପର୍ସନଟା ମୁଁ କହିଲି ଚନ୍ଦ୍ରର ବୋଲି। ଇଏ ଗଲା ରକ୍ତ ବିଷୟରେ। ଉଚ୍ଚ ରକ୍ତଚାପ ଚନ୍ଦ୍ର ଯଦି ଜାତକରେ ଦୂଷିତ ଅଛନ୍ତି, ବା ଯାହାକୁ ଆମେ ଇଂଲିଶରେ ଆଫ୍ଲିକ୍ଟେଡ୍ ବୋଲି କହୁ, ତାହେଲେ ଏ ଅସୁବିଧା ରହିବ। ଆଉ ଗୋଟିଏ କଥା କହି ରଖୁଛି ପୁନଶ୍ଚ, ପାଣି ଯଦି ଆପଣଙ୍କ ଦେହରେ କୋଉଠି ଡିପୋଜିଟ୍ ହେଇଗଲା, ସାର୍ ମୋ ମୁଣ୍ଡରେ ପାଣି ଜମିଗଲା, ଆକ୍ଚୁଆଲି ସେଠି ଲିଟରାଲି ୱାଟର ଜମେ ନା, ବଡ଼ିରେ ଥିବା ଫ୍ଲୁଇଡ୍ ଇମ୍ବାଲାନ୍ସ ହେଇଯାଏ। ପେଟରେ ପାଣି ଜମିଗଲା, କିମ୍ବା ଗୋଟେ ଗର୍ଭବତୀ ମହିଳାଙ୍କର ଗର୍ଭବତୀ ସମୟ ଥିଲା ସମୟରେ ତାଙ୍କର ପ୍ଲାସେଣ୍ଟାରେ ଯେଉଁ ଫ୍ଲୁଇଡ୍ ଥାଏ, ବା ସେ ଗର୍ଭାଶୟରେ ଯେଉଁ ପାଣି ଗୁଡ଼ା ଥାଏ, ସେ ସବୁର ଦାୟିତ୍ୱ ନେଉଛନ୍ତି ଚନ୍ଦ୍ର। ଚନ୍ଦ୍ର ଆଫ୍ଲିକ୍ଟେଡ୍ ଅଛନ୍ତି, ପାଣି ଗୁଡ଼ା ଡିସଚାର୍ଜ ହେଇଯିବ, ପିଲା ଆସିବନି। ପିଲା ପାଇଁ ପୁଣି ଆପଣଙ୍କୁ ସିଜାରିଆନ୍ ଫୋର୍ସ, ବିଭିନ୍ନ କ୍ରିଟିକାଲ୍ ପ୍ରୋସେସ୍ ଲଗାଇବାକୁ ପଡ଼ିବ। ଚନ୍ଦ୍ର କି ସେମିତି ପ୍ରୋବ୍ଲେମ୍ରେ ଅଛନ୍ତି, ଆପଣ ବାରମ୍ବାର ସେଠି ମୁହଁରେ ପାଣି ଜମିଲାଣି, ମୁଣ୍ଡରେ ପାଣି ଜମିଲାଣି, ଇତ୍ୟାଦି ଇତ୍ୟାଦି ହେବ। ସେଇ ଚନ୍ଦ୍ର ଯଦି ଦ୍ୱାଦଶ ଅଧିପତି ଘରେ ଅଛନ୍ତି, ତାହେଲେ ଏଇସବୁ ଜିନିଷ ଆପଣଙ୍କ ପାଇଁ କ'ଣ ଜାନଲେବା ବା ପ୍ରାଣ ହାନି ପର୍ଯ୍ୟନ୍ତ ବି କଥା ଯାଇପାରେ। କାରଣ ଦ୍ୱାଦଶଟା ହେଲା ଆପଣଙ୍କର ହସ୍ପିଟାଲାଇଜେସନ୍। କିନ୍ତୁ ମନେ ରଖିଥାନ୍ତୁ, ଆପଣଙ୍କର ପ୍ରାଣ ହାନି ଏ ଦୁଇଟା ଜିନିଷ ଉପରେ ଡିପେଣ୍ଡ କରେ। ଗୋଟେ ମାରକ ଆୟୁଷ ଆପଣଙ୍କର କେତେ, ସେଟା ଦେଖିବାର ଅଛି। ଦ୍ୱିତୀୟତଃ ଆସୁଛି ଆପଣଙ୍କର ମାରକେଶର ଦଶା ଆପଣଙ୍କର ଚାଲିବାର ଅଛି, କିନ୍ତୁ ହସ୍ପିଟାଲାଇଜ୍ ହେବାଟା ଥୟ। ଏବେ ଆମେ ଚନ୍ଦ୍ରର ବ୍ଲଡ଼ ପ୍ରେସର ଦେଇପାରେ ଆପଣଙ୍କୁ, ୱାଟର ଡିପୋଜିସନ୍ ବଡ଼ିରେ ଦେଇପାରେ, ଆଉ ପେଟରେ ଯେଉଁ ଥିବା ଗର୍ଭବତୀ ସମୟ ମହିଳାମାନେ ତାଙ୍କର ଯେଉଁ ଗର୍ଭାଶୟରେ ଥିବା ପାଣି ବା ପ୍ଲାସେଣ୍ଟାଲ ଫ୍ଲୁଇଡ୍, ତାକୁ ଚନ୍ଦ୍ର ଜାତକରେ ଥିବା ଚନ୍ଦ୍ର ତାକୁ ଦର୍ଶାଏ। ଚନ୍ଦ୍ର ତାକୁ ନିୟନ୍ତ୍ରଣ କରେ ବୋଲି ମୁଁ କହିବିନି। ଜାତକରେ ଥିବା ଯେକୌଣସି ଗୋଟେ ଗ୍ରହ ଆପଣଙ୍କର ଶରୀରର ଏଇ ରୋଗକୁ ଦର୍ଶାଏ।
चंद्र से डायरेक्टली रेस्पॉन्सिबल नुहे जे पूर्णिमा दिन जदि मुझे जन्म हो मोर से रोग हो ना जदि आम ज्योतिष शास्त्र पूर्णिमा दिन जन्मटा गोटे भल जन्म बोली ग्रहण करा जायछि। फाइनाली आ गोटे कथा कहबी जोटा आम कहती पागल निम्हांस कौन से नेशनल इंस्टीट्यूट ऑफ मेंटल हेल्थ एंड न्यूरोसाइंसेस एमाने आपनकर न्यूरोलॉजिकल स्टडीज करती मेंटल हेल्थ पर साइकियाट्रिक स्टडी करती जेतु मु ह्यूमन बायोलॉजी पढ़ी ह्यूमन एंथ्रोपोलॉजी बायोलॉजिकल एंथ्रोपोलॉजी पढ़े खूब स्वल्प समय मुझे सहित कम कर 2 मास गोटे सर्भे मुझे हेल्प करी मुझे भल कि जानी एमाने गोटे लोकटा को लुनाटिक बोली सर्टिफाई करेंगे ताले जाइन से पागल आमे कहीदे से पागलटा से पागल एटा पागल बोली यही पागल कथा मुझे कहूना निम्हांस आपन को सर्टिफाई करिवो नाई वर्तमान ये है लुनाटिक्स गोटे पागल और आगे पागल खाना छाड़ी दिया जाओ तो से पागलामीटा है चंद्रर कारकत्व। लग्न रे थिबा चंद्र यदि षष्ठ अधिपति दृष्टि दौथा अष्टम अधिपति दृष्टि दौथा कि से शनि सहित युक्त होता है शनि दृष्ट हेले भी चलो मन रखि था मानसागरी अनुसार जब चंद्र को शनि दृष्टि दौरान बंधन जोग भी कहुए तो मुझे मेडिकल एस्ट्रोलॉजी तो खाली मेडिकल एस्ट्रोलॉजी पर्सपेक्टिव रखुच्छी पुनर्भू दोष ये सब पशुनी मुझे दौथा कारण रोगर कारक है शनि ताहले से लोक पागलामी हमारा चांस अच्छे कौ समय जो एम दशा साइमल्टेनियसली चलो षष्ठर महादशा अष्टमर अंतर्दशा शनिर प्रत्यांतर दशा से लोक पूरा पागलामी स्टेट को पड़ा से चंद्र जेहेतु लग्न में बस चंद्र यदि सड़बड़ी नथिबे ताले एटा घटिबो यदि चंद्र बहुत पावरफुल अच्छा लग्न तो चंद्र को भल राशि और लग्न सामान हो गला आप विभिन्न कंडीशन देखा पड़ो मुझे खाली टिके डेस्क्राइब करुच्ची किसी प्रेस्क्राइब करूनी चंद्र ठीक से भाया नवांश भी दूषित हबार अच्छे आफ्लिक्टेड इंग्लिश टर्म था आफ्लिक्टेड ताको अपन ओडिया रे दूषित कहतु खराब कहतु आपण को डिपेंड कर एठी गोटे प्रश्न उठे जे जदि गोटे लोक पागल हम तार कौन एटी ब्लड प्रेशर तार डाउट नॉन डाउट कि वाटर डिपोजिशन भाया डिजीज कि वाटर डिपोजिशनटा से एक्सिलरेट होता है जिते चंद्र गोटे जलतत्व राशि बसी से जलतत्व राशिटा से लोकर फास्ट रु 7th हाउस भितर हो रिपीट करुच्ची चंद्र गोटे जलतत्व राशि बसी से जलतत्व राशि से लोकर जेको जातक देखुन जार तार फास्ट हाउस रु 7th हाउस कि 8th हाउस पर्यंत भी हो कारण आप जंघ आंठू पाद एटी पा जमीब ना 50% ऑफ द बॉडी रे वाटर डिपोजिशन हेनी वाटर डिपोजिशन आप मुंड ठारू अंटा पर्यंत हम कि इवन तले आम जो अंडकोश बढ़ी जाऊँ जोटा कि आम हाइड्रोसेल्स कहते से वाटर डिपोजिशन हो तौक से मुझे 8th हाउस पर तेणिक जदि चंद्र वाटर हाउस बसुची ताले भी एत प्रोब्लेम नुहे चंद्र जल कर्कट हो मीन हो कि वृश्चिक हो अच्छी यही सब ग्रह तक खराब दृष्टि होती दुर्बल अच्छी चांस अच्छे से समय टी अधिक वाटर डिपोजिशन हो जाए जदि कर्कट बसी डिपोजिशन ऑफ द वाटर अधिक हो वृश्चिक जदि बस डिपोजिशनटा तो अधिक हेनी किंतु कॉम्प्लिकेटेड हो
କାରଣ ସ୍ଥିର ପାଣି ସେ ହାଇଡ୍ରୋସିଲ୍ସ ହେରିକା କଥା କୁହନ୍ତୁ, ସେଇଠି ଯଦି ମିନରେ ବସିଯାଉଛି ମିଡ଼ିୟମ୍, ମୋର ଏଇ ଆଖିରେ ପାଣି ଜମି ଯାଇଛି, ଏଠି ଜମି ଯାଇଛି ଇତ୍ୟାଦି ଇତ୍ୟାଦି। ତ ମିନଟା ଯେତେ ପ୍ରୋବ୍ଲେମାଟିକ୍ ନୁହେଁ ଚନ୍ଦ୍ର ପାଇଁ, କର୍କଟ ଆଉ ବୃଶ୍ଚିକ ଏ ଦୁଇଟା ଜାଗାରେ ଯଦି 1 to 8 ହାଉସ୍ ଭିତରେ ଗୋଟେ ଚନ୍ଦ୍ର ରହିଯାଉଛି ତାହେଲେ ସେ ୱାଟର ଡିପୋଜିସନ୍ ଦେଇପାରେ। ତା ଛଡ଼ା ୱାଟର ଡିପୋଜିସନ୍ ଦେବନି, ଆପଣଙ୍କ ଗୋଟେ ଆମେ କହୁଛନ୍ତି ବ୍ଲଡ଼ ପ୍ରେସର ଏବଂ ମାନସିକ ରୋଗ ଦେଇପାରେ। ପୁଣି କହି ରଖୁଛି, ମେଡ଼ିକାଲ ଆଷ୍ଟ୍ରୋଲୋଜି ସନ୍ଦର୍ଭରେ କିଛି କହିବା ପାଇଁ ହେଲେ ଇଂଲିଶଟାକୁ ପଢ଼ି ଶିଖନ୍ତୁ। 90+% ବହି ମେଡ଼ିକାଲ ଆଷ୍ଟ୍ରୋଲୋଜିରେ ଇଂଲିଶରେ ପବ୍ଲିଶ ହେଇଛି। ରିସର୍ଚ୍ଚ ପେପର୍ସ ଗୁଡ଼ା ଇଂଲିଶରେ ବାହାରୁଛି। ତେଣୁ ଓଡ଼ିଆରେ ଆମର କିଛି ସେମିତି ଲିଟରେଚର ନାହିଁ। ତେଣୁ ଯଦି ଆପଣ ଇଂଲିଶର ବହି ପଢ଼ି ନାହାନ୍ତି, ଲେଖି ନାହାନ୍ତି ଏବଂ ଆପଣଙ୍କର ବେସିକ୍ ବ୍ୟାକଗ୍ରାଉଣ୍ଡ ଗୋଟେ ବାୟୋଲୋଜି ଉପରେ ନାହିଁ, ତାହେଲେ ଆପଣ ମେଡ଼ିକାଲ ଆଷ୍ଟ୍ରୋଲୋଜି ଉପରେ ରିସର୍ଚ୍ଚ କରନ୍ତୁ ନାହିଁ। ମୁଁ କାହାକୁ ଡିମୋନେଟ୍ କରୁନାହିଁ, କିନ୍ତୁ ଏଇଟା ଠିକ୍ ନୁହେଁ। ଆପଣ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଛନ୍ତି, ତାପରେ କହିବେ ମୁଁ ମେଡ଼ିକାଲ ଆଷ୍ଟ୍ରୋଲୋଜି ପଢ଼ିବି, ନାହିଁ। ଆପଣଙ୍କର ହ୍ୟୁମାନ୍ ବାୟୋଲୋଜି ଉପରେ ନଲେଜ ଥିବା ଦରକାର। ନହେଲେ ମେଡ଼ିକାଲ +2 ସାଇନ୍ସଟା ଆଟଲିଷ୍ଟ ପଢ଼ିଥିବା ଦରକାର। ନହେଲେ ଆପଣ କିଛି ଗୋଟେ ସେମିତି 10ମ ପରେ ପାଥୋଲୋଜିକାଲ କୋର୍ସ, ହ୍ୟୁମାନ୍ ବାୟୋଲୋଜି ଆପଣଙ୍କର ଫେୟାର ନଲେଜ ଥିବା ଦରକାର। ତାହେଲେ ଆପଣ ମେଡ଼ିକାଲ ଆଷ୍ଟ୍ରୋଲୋଜି ଉପରେ ରିସର୍ଚ୍ଚ କରିପାରିବେ, ଲେଖିପାରିବେ ଏବଂ ପଢ଼ିପାରିବେ। ଆଜି ପାଇଁ ଏତିକି। ଯଦି ଭିଡ଼ିଓରେ ଆପଣଙ୍କର ଆଉ କିଛି ଜାଣିବାର ଅଛି ବା ଆଉ କିଛି ଆଡ଼୍ କରିବାର ଅଛି, ନିଶ୍ଚିତ ରୂପେ କମେଣ୍ଟ ସେକ୍ସନରେ ଲେଖନ୍ତୁ। ସାର୍ ଭିଡ଼ିଓଟି ଭଲ ଲାଗିଲା, ଖରାପ ଲାଗିଲା, ଏମିତି କମେଣ୍ଟ କରନ୍ତୁ ନାହିଁ। ଚିକିତ୍ସା ଜ୍ୟୋତିଷ ପାଇଁ ଯେକୌଣସି ଗୋଟେ ଇଂଲିଶ ବହି ଆପଣ ପଢ଼ିପାରିବେ। ଯତୀନ୍ଦ୍ର ପାଲ ସିଂ ସାନ୍ଧୁ, ଯିଏକି ଇଣ୍ଡିଆରେ ଲିଡ଼ିଂ ରାଇଟର, ଗୋଟେ ମୋର ଗୋଟେ ଭଲ କ୍ଲୋଜ୍ ଫ୍ରେଣ୍ଡ, ମୁଁ ତାଙ୍କ ଗାଇଡାନ୍ସ ନିଏ, ତାଙ୍କୁ ପଚାରେ ଯେତେବେଳେ ମୋର ନୂଆ ମୁଁ ମେଡ଼ିକାଲ ଆଷ୍ଟ୍ରୋଲୋଜି ରିସର୍ଚ୍ଚ କରୁଥିଲି। ତାଙ୍କ ବହି ପଢ଼ିପାରିବେ। ମୋ ବହି ତ ପବ୍ଲିଶ ହେଇଯିବ ଆର ବର୍ଷ। ପଢ଼ିକି ମେଡ଼ିକାଲ ଆଷ୍ଟ୍ରୋଲୋଜି ଉପରେ ଜାଣିକି ଲୋକଙ୍କୁ ଜଣେଇ ଦିଅନ୍ତୁ ଯେ କେଉଁ ରୋଗଟାରେ ସିରିୟସ୍ ହେବ ଏ ଲୋକ ଆଉ କେଉଁ ରୋଗରେ ଏତେ ସିରିୟସ୍ ହେବ ନାହିଁ। ଏତିକି। ଭଲ କରିବେ ଡାକ୍ତର, ଜ୍ୟୋତିଷ ନୁହେଁ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।